ଆଜିର ପ୍ରଥମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ 300ରୁ ଅଧିକ ରୋଗ ଭଲ ହୁଏ? ଅପସନ୍ ଏ ସେଓ, ଅପସନ୍ ବି ଅମୃତଭଣ୍ଡା, ଅପସନ୍ ସି କଦଳୀ, ଅପସନ୍ ଡି ଅଙ୍ଗୁର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଅମୃତଭଣ୍ଡା। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ପତ୍ର ଖାଇଲେ ବୃଦ୍ଧି ପ୍ରଖର ହୁଏ? ଅପସନ୍ ଏ ବେଲପତ୍ର, ଅପସନ୍ ବି ତୁଳସୀ ପତ୍ର, ଅପସନ୍ ସି ନିମ୍ବ ପତ୍ର, ଅପସନ୍ ଡି ଅରଖ ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ବେଲପତ୍ର। ତୃତୀୟ ପ୍ରଶ୍ନଟି ହେଉଛି କ'ଣ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ବଢ଼େ? ଅପସନ୍ ଏ ସେଓ, ଅପସନ୍ ବି କଦଳୀ, ଅପସନ୍ ସି କାକୁଡ଼ି, ଅପସନ୍ ଡି ଆମ୍ବ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି କାକୁଡ଼ି। ଚତୁର୍ଥ ପ୍ରଶ୍ନଟି ହେଉଛି ମୋହନ ମାଝୀ କେଉଁ ଜାତିର ଲୋକ ଅଟନ୍ତି? ଅପସନ୍ ଏ ଗୌଡ଼, ଅପସନ୍ ବି ବ୍ରାହ୍ମଣ, ଅପସନ୍ ସି ତେଲି, ଅପସନ୍ ଡି ସାନ୍ତାଲି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ସାନ୍ତାଲି। ପଞ୍ଚମ ପ୍ରଶ୍ନଟି ହେଉଛି ପ୍ରତିଦିନ କ'ଣ ଖାଇଲେ ଚୁଟି ଝଡ଼ିବା କମିଯାଏ? ଅପସନ୍ ଏ ଗୁଡ଼, ଅପସନ୍ ବି ଦହି, ଅପସନ୍ ସି ମହୁ, ଅପସନ୍ ଡି କଲରା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଦହି। ଷଷ୍ଠ ପ୍ରଶ୍ନଟି ହେଉଛି ପୋଇ ଶାଗ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ଥାଇରଏଡ଼୍, ଅପସନ୍ ସି ରକ୍ତହୀନତା, ଅପସନ୍ ଡି ମାଇଗ୍ରେନ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ରକ୍ତହୀନତା। ସପ୍ତମ ପ୍ରଶ୍ନଟି ହେଉଛି ହ୍ୱାଟ୍ସଆପ୍ କେଉଁ ଦେଶର କମ୍ପାନୀ ଅଟେ? ଅପସନ୍ ଏ ଆମେରିକା, ଅପସନ୍ ବି ଭାରତ, ଅପସନ୍ ସି ଚୀନ, ଅପସନ୍ ଡି ରୁଷିଆ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଆମେରିକା। ଅଷ୍ଟମ ପ୍ରଶ୍ନଟି ହେଉଛି ଧନିଆ ଚା ପିଇଲେ କେଉଁ ମାରାତ୍ମକ ରୋଗ ଭଲ ହୁଏ? ଅପସନ୍ ଏ ହଇଜା ରୋଗ, ଅପସନ୍ ବି ବ୍ଲଡ଼ ପ୍ରେସର ରୋଗ, ଅପସନ୍ ସି ମୁଣ୍ଡ ବ୍ୟଥା ରୋଗ, ଅପସନ୍ ଡି ଟିବି ରୋଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ମୁଣ୍ଡ ବ୍ୟଥା। ନବମ ପ୍ରଶ୍ନଟି ହେଉଛି ବତକ ମାଂସ ଖାଇଲେ କେଉଁ ରୋଗ ଭଲ ହୁଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଟିବି, ଅପସନ୍ ସି ଡାଇବେଟିସ୍, ଅପସନ୍ ଡି କୋଲେଷ୍ଟ୍ରଲ୍। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କୋଲେଷ୍ଟ୍ରଲ୍। ଦଶମ ପ୍ରଶ୍ନଟି ହେଉଛି ପ୍ରତିଦିନ ସକାଳୁ ଦୌଡ଼ିବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ଟିବି, ଅପସନ୍ ସି ମୋଟାପଣ, ଅପସନ୍ ଡି ରକ୍ତହୀନତା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ମୋଟାପଣ। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।